କାଲି ଆମର ଗାଁ ହାଟରୁ ଆସିଥିଲା ଫ୍ରେଶ ଫ୍ରେଶ କାଙ୍କଡ଼। ଆଉ ଏଇ କାଙ୍କଡ଼କୁ ଦେଖି ମୋର ଆଜି ଇଚ୍ଛା ହେଲା କାଙ୍କଡ଼ ଫ୍ରାଏ କରି ଖାଇବା ପାଇଁ। ସେ ପୁଣି ପଖାଳ ସହିତ। ସେଥିପାଇଁ କାଙ୍କଡ଼କୁ ଦେଖନ୍ତୁ ନେଇ ଆସିଲି। ଆଉ ଏଇଠି କାଙ୍କଡ଼କୁ ଭଲ ଭାବରେ କାଟିଦେଲି। ତା ସହିତ ଆଳୁ ଦିଟା ମଧ୍ୟ କାଟି ନେଇଛି। ଆଉ ଏଇ କାଙ୍କଡ଼କୁ ଦେଖିକି ଗୋଟେ କଥା ମନେ ପଡ଼ୁଛି କି ନାହିଁ? ପିଲାବେଳର ସେଇ କଥା, ମାଙ୍କଡ଼ ଖାଏ କାଙ୍କଡ଼ କଷି ବଙ୍କ ବାବୁଙ୍କ ବାଡ଼ିରେ ବସି। କାଙ୍କଡ଼ କଟା ତ ମୋର ହେଇଯାଇଥିଲା। ତାକୁ ଭଲ ଭାବରେ ଧୋଇକି ନେଇ ଆସିଲି। ଏପଟେ କଡ଼େଇରେ ଦେଖନ୍ତୁ ତେଲ ନେଇଗଲି। ସେଥିରେ ଦୁଇଟା ଶୁଖିଲା ଲଙ୍କା ଆଉ ଜିରା ପକେଇଦେଲି। ତା ସହିତ କଟା ପିଆଜ ଗୋଟେ ପକେଇଦେଲି। ପିଆଜକୁ କିଛି ସମୟ ଭାଜିବା। ଆଉ ପିଆଜ ଟିକେ ମଉଳିଗଲା ପରେ ସେଥିରେ କଟା କାଙ୍କଡ଼ ଆଉ ଆଳୁକୁ ପକେଇ ସ୍ୱାଦ ଅନୁସାରେ ଲୁଣ ହଳଦୀ ପକେଇ କିଛି ସମୟ ଭାଜିବା। ଯେମିତି ଆମର କାଙ୍କଡ଼ ଭଜାଟା ପୁରା ହେଇଯିବ ଭଲ ଭାବରେ। ଆଉ ଟିକେ ଏଇଠି ଘୋଡ଼େଇ ଘୋଡ଼େଇ ଭାଜିବା, କାହିଁକିନା କାଙ୍କଡ଼ଟା ଆମର ସିଝିବାରେ ବି ଅଛି। ତା ସହିତ ଏଇଠି ମୁଁ ରସୁଣ, ଜିରା, ତା ସହିତ ସୋରିଷ ବାଟିକି ରଖିଥିଲି ତାର ମସଲା ଦେବା। ଯେମିତି କାଙ୍କଡ଼ ଭଜାଟା ପୁରା ହେଇଯିବ ସେଇ ଟାଇମରେ ଦେବା। ତା ସହିତ ମୁଁ ଟିକେ ଲଙ୍କାଗୁଣ୍ଡ ପକେଇ ଦେଇଛି କଲର୍ ପାଇଁ। ତାପରେ କିଛି ସମୟ ଭାଜିବା ପରେ ଦେଖନ୍ତୁ ଆମର କାଙ୍କଡ଼ ଭଜା ରେଡ଼ି ହେଇଗଲାଣି। ଆଉ ଦେଖନ୍ତୁ କେତେ ବଢ଼ିଆ ଦେଖାଯାଉଛି। ଆଉ ଏମିତି କାଙ୍କଡ଼ ଭଜା ସହିତ ପଖାଳ ଟିକେ ହେଇଗଲେ ଖାଇବା ତ ପୁରା ଜମିଯିବ। ଆଉ ସାଙ୍ଗମାନେ, ଆପଣମାନଙ୍କୁ ଭିଡ଼ିଓ କେମିତି ଲାଗିଲା କମେଣ୍ଟରେ କହିବେ। ଜୟ ଜଗନ୍ନାଥ।